ओं नमो भगवते वासुदेवाय। श्रीमद्भागवत एकादश स्कंध अष्टादश अध्याय। दिव्य विभूति शुणी कर्णे उद्धव अति हृष्ट मने। देह पुलके रोमराजी भाव गदगदे चक्षुबुजी। उद्धव उवाच बोलै हे मधुसूदन भक्ति संशय विमोचन। जे धर्म भक्तिर लक्षण श्रीमुखे कहिल आपण। स्वधर्म साधी केउ मते वैष्णव लक्षण जुकते। पूर्वे जे हंस रूप धरी ब्रह्मपुत्रंकु दया करी। परम धर्म कथा जेते कहिल ताहांक ग्रते। से धर्म काले नष्ट गला संसारे केही न पालिला। एबे तो क्षिति तले पुणी के ताहा तुम्भ बिनु जानी। से धर्म कही पारु तुही तो तहु कर्ता वक्ता नाही। ब्रह्मा सदने सुर लोके तो बिनु के कहिब एके। संगते ज्ञान धर्म घेनी तु नाथ तेजीबु अवनी। से धर्म गूढ़ तत्व जानी तु ताहा कहू परिमाणी। तु सर्वधर्म ज्ञान दाता तु सर्वकर्ता वक्ता पिता। भक्ति लक्षण धर्म जेते भोनाथ कह मो अग्रते। हेमंत उद्धव वचन शुणी बोलंती भगवान। भगवान उवाच शुण हे भक्त शेखर। जे वर्णाश्रम धर्माचार मु सत्य जुगे हंस रूपे। ब्रह्मांक पुत्रंक समीपे। प्रथम जुगे शुक्ल वर्णे मुहि प्रवर्ताइली जने। ओंकार रूपे थिला वेद केही न जाने तार भेद। मु धर्म वृक्ष रूप धरी से वेद लोकरे विस्तारी। एणु से जुगे जेते नर सकळे सत्य धर्म पर। मन वचन हृदय धरी मोते भजंती तप करी। चित्ते चिंतिले भोग जेते समीपे मिलंती समस्ते। एमंते सत्य जुग गला शुण उद्धव मोर लीला। त्रेतया जुगे मोर देही यज्ञ पुरुषे जात होई। वेद उचित यज्ञ मार्गे धर्म प्रचार भूमि भागे। मो पाद उरु भुजानने जन्म होइले चारि वर्णे। मो भुजु जन्म क्षत्रि जाति उरुरु वैश्य उत्पत्ति। मुखु ब्राह्मण मोर जात शूद्र मो चरणु संभूत। एणु मु पुरुष पुराण ईश्वर ब्रह्मांड कारण। विराट पुरुष मो गति मोतहु सृष्टि उत्पत्ति। मोर जघनु गृहकारी हृदय पद्म ब्रह्मचारी। मो वक्षस्थलु वनवासी मस्तकु जन्मिले सन्यासी। ए सर्ववर्ण सर्वाश्रम संभव उच्च नीच स्थान। प्रकृति जन्म अनुसारे स्वभाव आचार व्यवहारे। उत्तम संगे संग जार से करे उत्तम व्यवहार।
ହୀନ ସଙ୍ଗତେ ହୀନ ଗତି ହସି କହନ୍ତି ଯଦୁପତି ଉଦ୍ଧବ ଏକ ମନେ ଶୁଣ ବ୍ରାହ୍ମଣ ଆଦି ଯେ ଲକ୍ଷଣ ତପ ଶୌଚ ସମଦମ ମୋର ଭକତି ଅନୁପମ ସତ୍ୟ ସନ୍ତୋଷ କ୍ଷମା ଦୟା ଆର୍ଜବ ହୃଦୟ ନିର୍ମାୟା ଏ ସର୍ବ ବ୍ରାହ୍ମଣ ଲକ୍ଷଣ କ୍ଷତ୍ରିୟ ଧର୍ମ ଏବେ ଶୁଣ ତେଜ ଶୌଚ ବଳ ଶୌର୍ଯ୍ୟ ତିତିକ୍ଷା ଉଦ୍ୟମ ଔଦାର୍ଯ୍ୟ ବିପ୍ରଭକତି ଧୃତିମନ୍ତ ବିକ୍ରମ ଐଶ୍ୱର୍ଯ୍ୟ ଯୁକ୍ତ ଦାନ ଅର୍ଜନେ ତତପର ରଣେ ହୋଇବ ଆଗୁସାର କ୍ଷତ୍ରିୟ ଲକ୍ଷଣ ଏ ଜାଣ ଅପରେ ବୈଶ୍ୟ ଗୁଣ ଶୁଣ ବିପ୍ର ପୋଷଣ ଦାନ ଯୁକ୍ତ ଦମ୍ଭ ବର୍ଜିତ କୃଷିରତ କ୍ରୟ ବିକ୍ରୟ ସାଧୁ ମତେ ଧନ ସଞ୍ଚୟ ଧର୍ମ ଯୁକ୍ତେ ବୈଶ୍ୟର କୁଳ ଧର୍ମ ଏହି ଏବେ ହୋ ଶୂଦ୍ର ଧର୍ମ କହି ବ୍ରହ୍ମ କ୍ଷତ୍ରିୟ ବୈଶ୍ୟ ଗଣେ ସେବା କରିବ ଅନୁକ୍ଷଣେ ସକଳ ଜୀବେ ଥିବ ଦୟା କେବେ ହେ ନ କରିବ ମାୟା ଶୂଦ୍ର ଜନର ଏବେ ଭାର ଶୁଣ ହୀନ ଜନ ଆଚାର ଅସତ୍ୟ ବାକ୍ୟ ନିଷ୍ଠାହୀନ ନାସ୍ତିକ କ୍ରୋଧ ହତ ଜ୍ଞାନ ବିରୋଧବାଦ କୁବଚନ କନ୍ଦଳ ଆଚାର ଲଙ୍ଘନ ପରହିଂସନ ପରବାଦ ପର ରମଣୀ ଧନେ ସଧ ନିଚ ଜନଙ୍କ ଏ ସ୍ୱଭାବ ସାମାନ୍ୟ ଶୁଣ ହେ ଉଦ୍ଧବ ନଥିବ ହିଂସା ଚୋରି ଦମ୍ଭ ଆବର କାମ କ୍ରୋଧ ଲୋଭ ସତ୍ୟ ବଚନ ପ୍ରିୟ ବାଣୀ ଭୃତ୍ୟ ସୁହୃଦ ଯେତେ ପ୍ରାଣୀ ଏ ସର୍ବଲୋକେ ସାଧାରଣ ସ୍ୱଧର୍ମ ସ୍ୱଭାବ ପ୍ରମାଣ ବ୍ରାହ୍ମଣ ଆଦି ଯଥାକ୍ରମେ ଯେଥିବେ ଯେ ମନ୍ତ ଆଶ୍ରମେ ବ୍ରାହ୍ମଣ ଆଶ୍ରମ ବ୍ୟବସ୍ଥା ଶୁଣ ଉଦ୍ଧବ ସାଧୁ କଥା ବ୍ରାହ୍ମଣ କୂଳେ ଜନ୍ମ ହୋଇ ବେଦ ପଠନେ ଦୀକ୍ଷା ବହି ଗାୟତ୍ରୀ ମନ୍ତ୍ର ଗୁରୁ ମୁଖେ ଜାଣି ସେବିବ ଗୁରୁ ପାଖେ ବେଦ ପଠନ ଦିନେ ଦିନେ କରିବ ଗୁରୁ ସନ୍ନିଧାନେ ତ୍ରିସନ୍ଧ୍ୟା ସ୍ନାନ ହୋମ କରି ତ୍ରିଦଣ୍ଡ କମଣ୍ଡଳୁ ଧରି କନ୍ଧେ କୃଷ୍ଣାଜି ନମେ ଖଳା ଅରୁଣ ବାସ ଅକ୍ଷମାଳା ମନ୍ତ୍ର ଜପନ ପୂଜା ହୋମ ମାର୍ଜନ ଭୋଜନ ନିୟମ ଏ ଆଦି କର୍ମ ବ୍ରହ୍ମଚାରୀ କରିବ ମୌନ ଆବୋରି କର ଚରଣ ନଖ ଯେତେ ଜେଲୋମ କକ୍ଷ ଲିଙ୍ଗ ଗାତ୍ରେ ଦୀକ୍ଷା ସମ୍ପୂର୍ଣ୍ଣ ଯାଏ ଧରି କେବେ ହେ ବ୍ୟପନ ନ କରି ନିରତେ ଥିବ ଯେ ସଂଯତେ ବୀର୍ଯ୍ୟନ ଦେବ ଯୋନି ପଥେ ଯଦ୍ୟପି ନିଦ୍ରାଗତ କାଳେ ସ୍ୱପ୍ନ ଗୋଚରେ ବୀର୍ଯ୍ୟ ଟଳେ ବେগে ପ୍ରଭାତୁ ସ୍ନାନ କରି ହୃଦଏ ଗାୟତ୍ରୀ ସୁମରି ଜପ କରିବ ହସ୍ତରେଖେ ଉଭାରି ରବି ଅଭିମୁଖେ ଗୁରୁ ଚରଣେ ନମସ୍କାର ଯତ୍ନେ କରିବ ସପ୍ତବାର ଗୁରୁ ବ୍ରାହ୍ମଣ ବୃଦ୍ଧ ପାଦେ ବନ୍ଦନ କରିବ ଆନନ୍ଦେ ତ୍ରିସନ୍ଧ୍ୟା ସେବିବ ସ୍ନାହାନେ ଗାୟତ୍ରୀ ଜପିବ ମୌନେ ସାକ୍ଷାତେ ଗୁରୁ ଯେ ଈଶ୍ୱର ଗୁରୁଙ୍କୁ ନମଣିବ ନର ଗୁରୁଟି ସର୍ବଦେବମୟେ ମୁହିବ ସଇ ଗୁରୁ ଦେହେ ଏ ଘେନି ଗୁରୁ ଭଗବାନ ସେ ନୋহে ମନୁଷ୍ୟ ସମାନ ସ୍ୱଧର୍ମେ ନିରତେ ପ୍ରଭାତେ ଭିକ୍ଷା ମାଗିବ ନିତ୍ୟେ ନିତ୍ୟେ ଗୁରୁ ସମୀପେ ତାହା ନେଇ ଥୋଇବ ଶିରେ କର ଦେଇ ପ୍ରସନ୍ନେ ଗୁରୁ ଦେବେ ଯେତେ ତାହା ଭୁଞ୍ଜିବ ତୋଷ ଚିତ୍ତେ ଗୁରୁ ସେବନେ ଅବଧାନେ ରଜନୀ ବଞ୍ଚିବ ମୌନେ ଗୁରୁ ସମୀପେ ଭୃତ୍ୟ ପ୍ରାୟେ
ପ୍ରଥମେ ଥିବ ଉଭା ପାଏ ଗୁରୁ ପ୍ରସନ୍ନେ ଆଜ୍ଞା ପାଇ ବସିବ ଗୁରୁ ମୁଖ ଚାହିଁ ସଭଏ ସମୀପେ ବସିବ ଚରଣ ଅଗ୍ର ନଦିଶିବ ଅଳ୍ପ ଦୂରେ ଉଭା ହୋଇ କର ଯୁଗଳ ଶିରେ ଦେଇ ନିତ୍ୟ ନମିବ ଗୁରୁ ପାଦେ ବେଦ ପଠନ ଅନୁବାଦେ ଏ ରୂପେ ଗୁରୁ ସେବା କରି ଦିନ ବଞ୍ଚିବ ବ୍ରହ୍ମଚାରୀ ଏ ଦେହ ସୁଖ ଦିନେ ଦିନେ କେବେ ହେ ନ ଚିନ୍ତିବ ମନେ ଯାବତ ବିଦ୍ୟା ପୂର୍ଣ୍ଣ ନୋହେ ତାବତ ଗୁରୁ ଦୀକ୍ଷା ବହେ ମନ ବଚନ ନିଜ ଦେହେ ନିତ୍ୟ ସେବିବ ଗୁରୁ ପାଏ ମୋତେ ପୂଜିବ ଗୁରୁ ଦେହେ ମୋତହୁଁ ଗୁରୁ ଭିନ୍ନ ନୋହେ ଯଦି ସେ ବ୍ରହ୍ମଚାରୀ ଜନ ବ୍ରହ୍ମଲୋକକୁ ଥିବ ମନ ଗୁରୁଙ୍କୁ ଦେହ ସମର୍ପଣ କରି ସୁଝିବ ଗୁରୁ ଋଣ ଅଗ୍ନିରେ ଗୁରୁରେ ଆତ୍ମାରେ ମୁଁ ଅଛି ସକଳ ଭୂତରେ ମୋତେ କରିବ ଉପାସନ ବୁଦ୍ଧି ନ କରି ଭିନ୍ନା ଭିନ୍ନ ନିତ୍ୟ ସଂଯତ ବ୍ରହ୍ମଚାରୀ ନୟନେ ନ ଦେଖିବ ନାରୀ ସ୍ତ୍ରୀ ସଙ୍ଗୀ ସଙ୍ଗେ ସମ୍ଭାଷଣ କେବେ ହେ ନୋହିବଟି ପୁଣ ତମ ରାଜସ ପ୍ରାଣୀ ଯେତେ ସଙ୍ଗ ନୋହିବ କଦାଚିତେ ଯେଣୁ ଏ ଦୁଷ୍ଟ ଗଣ ସଙ୍ଗ କରଇ ନିଜ ଧର୍ମ ଭଙ୍ଗ ଶୌଚ ସ୍ନାନ ଆଚମନ ତ୍ରିକାଳ ସନ୍ଧ୍ୟା ଉପାସନ ତୀର୍ଥ ଗମନ ଜପ ହୋମ ଶ୍ରବଣ କୀର୍ତ୍ତନ ମୋ ନାମ ମୋର ଚରଣେ ସେବା ଯେତେ ସଂଯତେ କରିବ ନିରତେ ଅସାଧୁ ସଙ୍ଗେ ସମ୍ଭାଷଣ ଯେଅ ବା ଅଭକ୍ଷ ଭକ୍ଷଣ ଏ ଆଦି ଧର୍ମର ଲଙ୍ଘନେ କେବେ ହେ ନ ଚିନ୍ତିବ ମନେ ସମାନ ଧର୍ମ ଆଚରଣ ଏ ଆଦି ଆଶ୍ରମ ଲକ୍ଷଣ ସଂଯମେ ମନ ବାକ୍ୟ ଧରି ଏତେ ଲକ୍ଷଣେ ବ୍ରହ୍ମଚାରୀ ମୋର ଚରଣ ସେବା କରି ସକଳ ବର୍ଣ୍ଣେ ଅଧିକାରୀ ଏ ରୂପେ ବ୍ରାହ୍ମଣର ସୁତ ସାଦିବ ବ୍ରହ୍ମଚାରୀ ବ୍ରତ ଏମନ୍ତ ବ୍ରତେ ବ୍ରହ୍ମଚାରୀ ବିରାଜେ ଅଗ୍ନି ରୂପ ଧରି ମୋର ଭକତ ଏ ଶୟଳେ ମୋ ସେବା ତୀର୍ଥ ଫଳ ବଳେ ତାର ଦୂରିତ ଯେତେ ଦହେ ମୋ ନାମେ ଅଗ୍ନି କୁଣ୍ଡ ଦହେ ଏମନ୍ତ ବ୍ରତେ ବ୍ରହ୍ମଚାରୀ ଯଦି ସକଳ ବେଦ ଧରି ତାତ ଜନନୀ କି ଜଣାଇ ଦକ୍ଷିଣା ଗୁରୁ ପାଦେ ଦେଇ ଗୁରୁ ବଚନ ଶିରେ ଧରି ବେଦ ଉତ୍ସର୍গে ସ୍ନାନ କରି ଛାଡ଼ିବ ବ୍ରହ୍ମଚାରୀ ବେଶ ବନେ ବା ଭୁବନେ ପ୍ରବେଶ ଏମନ୍ତେ ନିଜ ଭାବେ ଥିବ ଯେ ପୂର୍ବ ଆଶ୍ରମ ସ୍ୱଭାବ ଅନ୍ୟ ଆଶ୍ରମ ଯେବେ ଭଜି ପୂର୍ବ ଆଶ୍ରମ ତେବେ ତେଜି ଯେବେ ବ୍ରାହ୍ମଣ ବ୍ରହ୍ମଚାରୀ ଗୃହ ଆଶ୍ରମେ ଚିତ୍ତ ଧରି ବିଚାରୀ କନ୍ୟା କୁଳବତୀ ରୂପ ଲକ୍ଷଣ ତାର ଚିନ୍ତି ବୈହ ଆକୃତି ପରିମାଣି କନ୍ୟା ବରିବ ସୁଲକ୍ଷଣୀ ବିବାହ କରି ଶୁଭ ଲଗ୍ନେ ଯେବେ ଦ ବିଧାନ ପ୍ରମାଣେ ସୁଖେ ସାଧିବ ଗୃହବାସେ କାମ କାଞ୍ଚନ ପୁତ୍ର ଆସେ ଯେ ଧର୍ମ ଗୃହସ୍ଥ କାରଣ ଉଦ୍ଧବ ସାବଧାନେ ଶୁଣ ହରି ହରି ବୋଲ ବ୍ରାହ୍ମଣ କୁଳ ଧର୍ମ ଯେତେ ଶୁଣ କହିବା ତୋ ଅଗ୍ରତେ ବେଦାଧ୍ୟୟନ ଅଧ୍ୟାପନ ଗ୍ରହଣ ଯଜନ ଯାଜନ ଦାନ ହିଁ ଦେଉଥିବ ନିତେ ଲୋଭ ନ କରି ଶୁଦ୍ଧ ଚିତ୍ତେ ଗୃହେ ହୋଇବ ସର୍ବସହ ଯେ ନିଚ କର୍ମ ପ୍ରତିଗ୍ରହ କେବେ ହେ ନ ଘେନିବ କର ନାଶ ଇହ ପର କାଳ ଯେଅ ବା ଦୁଷ୍ଟ ପ୍ରତିଗ୍ରହ ଉଭୟ ଲୋକେ ଦୁଃଖମୟ ଯେ ପ୍ରତିଗ୍ରହ ଭୟଙ୍କର ଯଶ ତପସ୍ୟା ତେଜହର ଯେ ପ୍ରତିଗ୍ରହ ନ କରିବ ଦୁଃଖେ ବା କୁଟୁମ୍ବ ପୋଷିବ
ନିତ୍ୟ ଯାଜନ ଅଧ୍ୟାପନେ ବଞ୍ଚିବ କିଞ୍ଚିତ ଭୋଜନେ ଯେ ଧର୍ମ କର୍ମ ବିପରୀତେ କେବେ ହେନ କଳ୍ପିବ ଚିତ୍ତେ ଚିତ୍ତ ସନ୍ତୋଷ ଯଥା ଲାଭେ ନିତ୍ୟ ବଞ୍ଚିବ ମୋର ଭାବେ ଯେ ବିପ୍ରହରି ପରାୟଣେ ଗୃହେ ବସଇ ସାଧୁପଣେ ନିତ୍ୟ କରଇ ମୋତେ ଧ୍ୟାନ ସେ ନୋହେ ନର କେ ପତନ ସେ ଗୃହ ଅନ୍ଧ କୁପୁତରେ ଆତ୍ମାକୁ ଆପଣି ନିସ୍ତାରେ ଯେ ଅବା ପୂର୍ବ କର୍ମ ଦୋଷେ ଦୁଃଖୀ ଦରିଦ୍ର ଗୃହ ବାସେ ମୋହରେ ପରାୟଣ ହୋଇ ଯେ ବିପ୍ର ଦୁଃଖେ ଶୀର୍ଣ୍ଣ ହୋଇ ଏମନ୍ତ ବିପ୍ର ଦୁଃଖ ଚାହିଁ ଯେ ଅବା ଚିତ୍ତେ ଦୟା ବହି ବିପ୍ର ପୋଷଣ କରେ ନିତ୍ୟ ମୁଥାଇ ତାହାର ଗ୍ରତେ ବ୍ରାହ୍ମଣ ମୁଖେ ମୋ ଆହାର ବିପଦ ଖଣ୍ଡଇ ତାହାର ସମୁଦ୍ର ମଧ୍ୟେ ନାବ ଜେହ୍ନେ ପ୍ରାଣୀ କି ତାର ଯେ ସନେ ପିତାର ପ୍ରାୟ ହୋଇ ରାଜା ବିପଦ ମଧୁ ସର୍ବପ୍ରଜା ଜନଙ୍କୁ କରିବ ଉଦ୍ଧାର ଯେଣୁ ବୋଲାଏ ନରେଶ୍ୱର ଆପଣା ଆତ୍ମାକୁ ଆପଣେ ଉଦ୍ଧାର କରେ ସତ୍ୱଗୁଣେ ଯେ ସନେ ଗଜର ବିପତ୍ତି ଦେଖି ଉଦ୍ଧରେ ଗଜପତି ଯେ ରାଜା ଏମନ୍ତ ପ୍ରକାର ଅଶୁଭ ନାଶେ ଆପଣାର ସୂର୍ଯ୍ୟ ସମାନ ତେଜ ରାଶି ଏମନ୍ତ ବିମାନରେ ବସି ହରସ ହୋଇ ନିରନ୍ତରେ ରହଇ ଇନ୍ଦ୍ରର ସଙ୍ଗରେ ଏମନ୍ତେ ବ୍ରାହ୍ମଣ ବଞ୍ଚିବ ଯଦ୍ୟପି ବିପଦ ପଡ଼ିବ ତେବେ ବଞ୍ଚିବ ବୈଶ୍ୟମତେ କୃଷି ବାଣିଜ୍ୟ ବେନିପଥେ ଅଥବା ଶସ୍ତ୍ର ଧରି କରେ ବଞ୍ଚିବ ପଦାତି ପ୍ରକାରେ ହିଂସା ନ ବହି ହୃଦୟରେ ବିଅର୍ଥେ ନ ନାଶିବ ପରେ କ୍ଷତ୍ରିୟ ବୃତ୍ତି କରିଅବା କେବେ ହେନ କରିବ ସେବା ଏମନ୍ତେ ବିପଦ ବଞ୍ଚିବ ଶୁଭେ ଯେ ନିଜ ଧର୍ମେ ଥିବ ବିପଦେ ବୈଶ୍ୟ ବୃତ୍ତି ଧରି କ୍ଷତ୍ରିୟ କୁଟୁମ୍ବ ଆବୋରି ବଞ୍ଚିବ ଅବା ମୃଗୟାରେ ନୋହିଲେ ବ୍ରାହ୍ମଣ ବୃତ୍ତିରେ ଆପଦୁତରି କାଳକ୍ରମେ କ୍ଷତ୍ରିୟ ଥିବ ନିଜ ଧର୍ମେ ଏମନ୍ତେ ବିପଦୁ ବଞ୍ଚିବ ନିଚଙ୍କୁ ସେବା ନ କରିବ ବିପଦେ ବୈଶ୍ୟ ଶୂଦ୍ର ପ୍ରାୟ କୁଟୁମ୍ବ ତାରିବ ଉପାଏ ବିପଦେ ଶୂଦ୍ର ତାର କର୍ମେ ବଞ୍ଚିବ ନିଜ ଗୁଣ ଧର୍ମେ ଏମନ୍ତେ ବର୍ଣ୍ଣ ଧର୍ମ ପଥେ କହିଲି ତୋହର କ୍ରତେ ଅବଶ୍ୟ କର୍ତ୍ତବ୍ୟ ଏ ଜାଣ ଗୃହରେ ପଞ୍ଚ ଯଜ୍ଞ ପୁଣ କରିବ ବେଦ ଅଧ୍ୟୟନ ସ୍ୱଧା ଯେ ସ୍ୱାହା ବଳି ଅର୍ଣ୍ଣ ଆଦି ପଞ୍ଚମ ପ୍ରକାରେ ଯଥା ବିଭବ ଅନୁସାରେ ଦେବତା ଋଷି ପିତୃଭୂତ ଅତିଥି ମାନଙ୍କୁ ଉଚିତ ପୂଜା କରିବ ପ୍ରତିଦିନେ ମୋ ରୂପ ଅଟନ୍ତି ଏମାନେ ଧର୍ମେ ଯେ ଧନ ଅରଜିବ ଯେଓ ବାହେଳେ ମିଳିଯିବ ତହିଁରେ ଯଜ୍ଞ ଆଚରିବ ଭୃତ୍ୟଙ୍କୁ ପୀଡ଼ା ନ କରିବ ଏଭାବେ ଗୃହ ଧର୍ମ ମତ ଚିତ୍ତ ନ କରି ମୋହଗ୍ରସ୍ତ ଗୃହରେ ବିପଦ ସମ୍ପଦେ କୂଳ କାଞ୍ଚନ ବନ୍ଧୁ ମଦେ ମୋହେ ନୋହିବ ମନଚ୍ଛନ୍ନ ଏ ସର୍ବନଶ୍ୱର ସମାନ ଭାବେ ଜାଣିବ ଶୁଣି ଦେଖି ଇଚ୍ଛା ଏ ସକଳ ଉପେକ୍ଷୀ ଏ ସୁତ দ্বারা বন্ধু সঙ্গ যে সনে সমুদ্র তরঙ্গ পথিক জেহ্নে বৃক্ষ তলে শ্রমে মিলন্তি এক মেলে শ্রম সারিলে যে ঝামতে চলন্তি বৃক্ষ থাই পথে যে সনে প্রাণী নিদ্রাগতে সম্পদ দেখে স্বপ্ন মতে ଏହି ପ୍ରକାର ଗୃହବାସ ଏଣେ ନ କରିବ ବିଶ୍ୱାସ
ଏହା ତୁ ବୁଝି ଯଦୁ ବୀର ଚଞ୍ଚଳ ଚିତ୍ତ ସ୍ଥିର କର ଅନିତ୍ୟ ଅସତ୍ୟ ଶରୀର ଅନ୍ତେ ଲଭଇ ତମ ଘୋର ଏଣୁ ଅତିଥି ପ୍ରାୟ ହୋଇ ମୋର ଭକତ ଗୃହେ ଥାଇ ପୁତ୍ର କଳତ୍ର ବନ୍ଧୁ ଶିରି ନ ବୋଲେ ମୋହରି ମୋହରି ଦୈବ ମାୟା ଏ ସଂସାର ଏଣେ ନ କର ଅହଙ୍କାର ଏ ଭାବେ ଥାଏ ଯେଉଁ ଜନ ସେ ନହେ ଗୃହରେ ବନ୍ଧନ ଏମନ୍ତେ ଗୃହ ଅବଧାନେ ଧର୍ମ ସାଧିବ ଯଜ୍ଞ ଦାନେ ମୋର ଭକତି ଦିନେ ଦିନେ ସାଧିବ ହୃଦୟ ଯତନେ ଗୃହସ୍ଥ ଭାବେ ଏହି ମତେ ଭାବେ ବଞ୍ଚିବ ଦିନା କେତେ ବୟସ ତୃତୀୟ ପ୍ରାପତେ ବନେ ଚଳିବ ତପ ଅର୍ଥେ ପତ୍ନୀ ନିବେଶୀ ପୁତ୍ର ପାଶେ অথবা চলিব সন্ন্যাসে পুত্র নথিলে ঘেনি সঙ্গে নিজ আয়ুষ বেনি ভাগে ধর্ম করণে কর্ম যেতে বনে সাধিব যে ঝামতে গৃহ নির্বন্ধ যার মনে আকুল সুত দ্বারা ধনে মূঢ় কৃপণ তিরিযুত মুহি মোহর এ সমস্ত এণু বঞ্চই গৃহ বাসে অশান্ত ইন্দ্রিয় লালসে কুটুম্ব নিস্তারণ আসে ভাড়ই রজনী দিবসে বৃদ্ধ জননী তাত মোর বনিতা বালক কুমর কিরূপে নিস্তারি বিমোহি এণে আকুল মন হই ক্ষণে ন পারে গৃহ ছাড়ি নিরতে চিন্তা চিতে জড়ি দ্বারাত নয়নীতে চিন্তি গৃহে মজ্জই মূঢ়মতি অন্তে পড়ই তম ঘোরে ভ্রমই এ ঘোর সংসারে গৃহকরণ বর্ণ ভাব উদ্ধব কহিলে মাধব সে গুরু শিষ্য পাদগত নমই দাস জগন্নাথ ভাবে সে গুরু শিষ্য পাদগত ভাবে নমই দাস জগন্নাথ হরি হরি বল। ইতি শ্রীমদ্ভাগবতে মহাপুরাণে পারমহংস্যাং সংহিতায়াং একাদশ স্কন্ধে শ্রীকৃষ্ণ উদ্ধব সংবাদে বর্ণাশ্রম বিভাগো নাম অষ্টাদশ অধ্যায়।